ରବର୍ଟ କିଓସାକିଙ୍କ ବହି ରିଚ୍ ଡ୍ୟାଡ୍ ପୁଅର୍ ଡ୍ୟାଡ୍, ମାନେ ଆମେ ପ୍ରାୟ ସମସ୍ତେ ଏହାର ନାଁ ଶୁଣିଛେ, କିଏ ପଢ଼ିବି ଥିବେ। ଆଜି ଆମେ ଏହାର କିଛି ମୂଳ କଥାକୁ ନେଇ ଟିକେ ଗଭୀର ଭାବେ ଦେଖିବା, କ'ଣ ଶିକ୍ଷା ମିଳୁଛି ଏଥିରୁ ଆଜି ବି। ଏଇଟା ତ ସେଇ ଦୁଇ ବାପାଙ୍କର କାହାଣୀ, ଜଣେ ଧନୀ ଜଣେ ଗରିବ, ଆଉ ଟଙ୍କା ବିଷୟରେ ଦୁହିଁଙ୍କର ପୁରା ଅଲଗା ଅଲଗା ଶିକ୍ଷା। ହଁ, ବିଲକୁଲ। ଆଉ ଏହି ବହିର ମୂଳ ଲକ୍ଷ୍ୟ ହିଁ ସେଇଟା। ଆମର ଯୋଉ ପାରମ୍ପରିକ ଭାବନା ଅଛି ନା ଟଙ୍କାକୁ ନେଇ, ତାକୁ ଟିକେ ଚ୍ୟାଲେଞ୍ଜ କରିବା। ଏଟା ଖାଲି କିଛି ତଥ୍ୟ ଦେବା କଥା ନୁହେଁ, ଏହା ମାନେ ଗୋଟେ ମାନସିକତା ବଦଳାଇବା କଥା, ଆର୍ଥିକ ସ୍ୱାଧୀନତା ପାଇଁ। ଠିକ୍। ତେବେ ଆରମ୍ଭ କରିବା ସେଇ ଦୁଇ ବାପାଙ୍କର ଚିନ୍ତାଧାରାର ପାର୍ଥକ୍ୟରୁ। ଜଣେ ବାପା ଖୁବ୍ ପାଠ ପଢ଼ିଛନ୍ତି, ସରକାରୀ ଚାକିରି, କିନ୍ତୁ ସବୁବେଳେ ପଇସା ପାଇଁ ସଂଘର୍ଷ। ଆଉ ଅନ୍ୟ ଜଣେ ଏତେ ପାଠ ନାହିଁ, କିନ୍ତୁ ସେ ଜଣେ ସଫଳ ବ୍ୟବସାୟୀ, ବହୁତ ଧନୀ। ଏମିତି କେମିତି ହେଲା? କ'ଣ ଥିଲା ମୂଳ କାରଣ? ଆଜ୍ଞା, ମୂଳ ପାର୍ଥକ୍ୟ ଥିଲା ଟଙ୍କାକୁ ସେମାନେ କେମିତି ଦେଖୁଥିଲେ। ଯେମିତି ଗରିବ ବାପା, ଯିଏ ଲେଖକଙ୍କର ନିଜ ବାପା, ସେ ସବୁବେଳେ ସୁରକ୍ଷା ଉପରେ ଜୋର ଦେଉଥିଲେ। କ'ଣ ନା ଭଲ ପାଠ ପଢ଼, ଭଲ ମାର୍କ ରଖ, ଗୋଟେ ସୁରକ୍ଷିତ ଚାକିରି ଖୋଜ, ଏମିତି। କିନ୍ତୁ ଧନୀ ବାପା, ଯିଏ ତାଙ୍କ ସାଙ୍ଗର ବାପା ଥିଲେ, ସେ ଶିଖୁଥିଲେ ଆର୍ଥିକ ଶିକ୍ଷାର ମହତ୍ତ୍ୱ। ମାନେ ଟଙ୍କା କେମିତି କାମ କରେ ସେଇଟା ବୁଝିବା ଦରକାର, ଆଉ ଟଙ୍କାକୁ ନିଜ ପାଇଁ କାମରେ ଲଗାଇବା ଶିଖିବା ଦରକାର। ଏଟା ଖାଲି ଚାକିରି କରିବା କଥା ନୁହେଁ, ଏଟା ସମ୍ପତ୍ତି ତିଆରି କରିବା କଥା। ହଁ, ଆଉ ଗୋଟେ ବଡ଼ କଥା ମନେ ପଡ଼ୁଛି ବହିର, ମାନସିକତାର ପରିବର୍ତ୍ତନ। ଯେତେବେଳେ କିଛି କିଣିବାକୁ ସକ୍ଷମ ନଥିଲେ, ଗରିବ ବାପା ସିଧା କହିଦେଉଥିଲେ, ମୁଁ ଏହା ବହନ କରିପାରିବି ନାହିଁ। ହଁ। କିନ୍ତୁ ଧନୀ ବାପା ଏମିତି କହିବାକୁ ପୁରା ମନା କରୁଥିଲେ। ସେ ବାଧ୍ୟ କରୁଥିଲେ ନିଜକୁ ପଚାରିବା ପାଇଁ, ମୁଁ ଏହା କିପରି ବହନ କରିପାରିବି? ଦେଖନ୍ତୁ, ପ୍ରଥମ ବାକ୍ୟଟା ଆପଣଙ୍କର ମୁଣ୍ଡକୁ ବନ୍ଦ କରିଦିଏ, ଆଉ କିଛି ଭାବିବାକୁ ଦିଏନି। କିନ୍ତୁ ଦ୍ୱିତୀୟ ପ୍ରଶ୍ନଟା, ସେଇଟା ମସ୍ତିଷ୍କକୁ କାମରେ ଲଗାଏ, ବାଟ ଖୋଜିବାକୁ ବାଧ୍ୟ କରେ। ବୁଝିଲେ? ଛୋଟ ପରିବର୍ତ୍ତନ, କିନ୍ତୁ ପ୍ରଭାବ ବହୁତ ବଡ଼। ଏବେ ଆସିବା ସେଇ ସବୁଠୁ ଚର୍ଚ୍ଚିତ ନିୟମକୁ, ସମ୍ପତ୍ତି ଆଉ ଦେୟତା, ଆସେଟ୍ ଆଉ ଲାୟବିଲିଟି। ଶୁଣିବାକୁ ତ ବହୁତ ସରଳ ଲାଗୁଛି, କିନ୍ତୁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାରଣ ଦେଖନ୍ତୁ, ଏଇଟା ହିଁ ଧନୀ ହେବାର ମୂଳଦୁଆ। ଧନୀ ବାପାଙ୍କ ମତରେ ଲୋକମାନେ ଯୋଉ ଆର୍ଥିକ ସଂଘର୍ଷ କରନ୍ତି, ତାର ମୁଖ୍ୟ କାରଣ ହେଲା ସେମାନେ ଏଇ ଦୁଇଟା ଭିତରେ ଥିବା ପ୍ରକୃତ ପାର୍ଥକ୍ୟକୁ ବୁଝିପାରନ୍ତିନି। ସରଳ ଭାଷାରେ ଯଦି କହିବା, ସମ୍ପତ୍ତି ହେଉଛି ସେଇଟା ଯାହା ଆପଣଙ୍କ ପକେଟରେ ଟଙ୍କା ଆଣି ପକାଏ, ଆଉ ଦେୟତା ସେଇଟା ଆପଣଙ୍କ ପକେଟରୁ ଟଙ୍କା ବାହାର କରି ନେଇଯାଏ। କିନ୍ତୁ କେମିତି ଜାଣିବା କ'ଣ ପ୍ରକୃତିରେ ସମ୍ପତ୍ତି? ଅନେକ ଲୋକ ତ ନିଜ ଘରକୁ ସବୁଠାରୁ ବଡ଼ ସମ୍ପତ୍ତି ଭାବନ୍ତି ନା? ଏଇଠି ଆସୁଛି କ୍ୟାଶ୍ ଫ୍ଲୋର କଥା, ମାନେ ନଗଦ ପ୍ରବାହ। ଯଦି କୌଣସି ଜିନିଷ ନିୟମିତ ଭାବେ ଆପଣଙ୍କ ପାଖକୁ ଟଙ୍କା ଆଣୁଛି, ତାହେଲେ ସେଇଟା ସମ୍ପତ୍ତି। ଆଉ ଯଦି ସେଇଟା ଆପଣଙ୍କଠୁ ନିୟମିତ ଟଙ୍କା ନେଉଛି, ଯେମିତି ଘର ପାଇଁ EMI, ଟ୍ୟାକ୍ସ, ମରାମତି ଖର୍ଚ୍ଚ, ଏସବୁ ପକେଟରୁ ଟଙ୍କା ନେଇଯାଏ, ତେଣୁ ଧନୀ ବାପାଙ୍କ ହିସାବରେ ସେଇଟା ଦେୟତା ହେଲା, ସମ୍ପତ୍ତି ନୁହେଁ। ବୁଝିଲେ? ଧନୀ ଲୋକମାନେ ଏମିତି ସମ୍ପତ୍ତି କିଣନ୍ତି ଯାହା ଟଙ୍କା ଆଣିଦିଏ, ଭଡ଼ାଘର, ଷ୍ଟକ୍, ବଣ୍ଡ, ଏମିତି ସବୁ। ହଁ, ଆଉ ଗୋଟେ କଥା, ସେ ନିଜ ବ୍ୟବସାୟର ଯତ୍ନ ନିଅନ୍ତୁ ବା ମାଇଣ୍ଡ ୟୋର ଓନ୍ ବିଜନେସ୍, ଏହାର ମାନେ କ'ଣ ଚାକିରି ଛାଡ଼ିଦେବାକୁ ପଡ଼ିବ? ନା, ସେମିତି ନୁହେଁ। କଥା ହେଉଛି ଆପଣଙ୍କର ପେଶା, ମାନେ ଆପଣ କୋଉଠି କାମ କରୁଛନ୍ତି, ଆଉ ଆପଣଙ୍କର ବ୍ୟବସାୟ ମାନେ ଆପଣଙ୍କର ସମ୍ପତ୍ତି ସ୍ତମ୍ଭ, ଆସେଟ୍ କଲମ। ଏ ଦୁଇଟା ଅଲଗା ଜିନିଷ। ଆପଣ ଚାକିରି କରନ୍ତୁ, କିଛି ଅସୁବିଧା ନାହିଁ, କିନ୍ତୁ ଆପଣଙ୍କର ଅସଲି ବ୍ୟବସାୟ ହେଉଛି ଆପଣଙ୍କର ସମ୍ପତ୍ତି କିଣିବା ଆଉ ତାକୁ ବଢ଼ାଇବା। ଅଧିକାଂଶ ଲୋକ କ'ଣ କରନ୍ତି? ସାରା ଜୀବନ ଆଉ କାହା ପାଇଁ କାମ କରନ୍ତି, ନିଜ ମାଲିକଙ୍କର ସମ୍ପତ୍ତି ବଢ଼ାନ୍ତି, ନିଜର ନୁହେଁ। ତେଣୁ ନିଜ ସମ୍ପତ୍ତି ଉପରେ ଫୋକସ୍ କରିବା ଜରୁରୀ। ବୁଝିଲି। ଏହା ସେଇ କଥାକୁ ନେଇ ଆସୁଛି ଯେ ଧନୀମାନେ ଟଙ୍କା ପାଇଁ କାମ କରନ୍ତି ନାହିଁ। ଏ କଥାଟା ଟିକେ କେମିତି ସମ୍ଭବ? ଲେଖକଙ୍କୁ ତ ତାଙ୍କ ଧନୀ ବାପା ପ୍ରଥମେ କମ୍ ପଇସାରେ, ପରେ ବିନା ପଇସାରେ କାମ କରାଇଥିଲେ। ହଁ, ସେଇଟା ଗୋଟେ ବହୁତ ବଡ଼ ଶିକ୍ଷା ଥିଲା, ଉଦ୍ଦେଶ୍ୟ ଥିଲା। ତାଙ୍କୁ ସେଇ ଦରମାର ଚକ୍ରବ୍ୟୂହରୁ ବାହାରିବା ଶିଖେଇବା। ଯେତେବେଳେ ବିନା ପଇସାରେ କାମ କଲେ, ସେମାନେ ବାଧ୍ୟ ହେଲେ ଚାରିପାଖେ ଦେଖିବାକୁ କେମିତି ଟଙ୍କା ରୋଜଗାର କରାଯାଇପାରିବ। ନିଜ ମୁଣ୍ଡ ଖଟାଇବାକୁ ପଡ଼ିଲା। ଆଉ ସେମାନେ କ'ଣ କଲେ? ପୁରୁଣା କମିକ୍ ବହି ସବୁ ଜମା କରି ଗୋଟେ ଛୋଟ ଲାଇବ୍ରେରୀ କରିଦେଲେ ପିଲାଙ୍କ ପାଇଁ।
पैसा रोजगार कले एइठु आरंभ हैला सेमानंकर कोन कहंती उद्योगी यात्रा। एटा देखाउछि जे टंका पई काम करिवा बदलरे सुजोग खोजी टंका सृष्टि करा जाई पारे। हाँ, एथिपाई खाली स्कूल कॉलेज पाठ यथेष्ट नुहे बोली कुहा जाइछि। एठी कथा आसुछि आर्थिक बुद्धिमत्ता बा फाइनान्शियल आईक्यू रो। एहार प्रकृत माने कोन? आज्ञा आर्थिक बुद्धिमत्ता माने मुख्यतः 4टा विषय ज्ञान। गोटे हैला अकाउंटिंग माने टंकार हिसाब किताब, 2 हैला निवेश टंका केमिति बढ़िबो तार विज्ञान, 3 हैला बाजार को बुझीबा सप्लाय डिमांड ए सबु, और 4 हैला आईन विशेषकरी टैक्स आउ कंपनी गठन नियम। एई ज्ञान थिले ही आपण सुजोग चिन्नी पारिबे आउ ताकू कामरे लगेई पारिबे। आउ हाँ, एहा सहित साहस भी दरकार, कारण टंका हराइबार भय सेटा बहुत बड़ बाधा। एकदम सत कथा। बहिरे भय आउ आलस्य को भी बड़ बाधा कुआ जाइछि। तेबे धन्य लोक माने कोन हारंती नहीं कि? निश्चय हरंती, किए न हारे, किंतु पार्थक्य होउछि सेमाने सेई हारिबाकू विफलताकू केमिति देखंती और संभाळंती। धनी बापा कहूतिले विफलता ही विजेतांकू प्रेरणा दिए, हारिबाटा शिखिबार गोटे अंश। भय लागिबो किंतु ताकू सामना करी आगुकू बढ़िबाकू हेबो। आउ एथिपाई गोटे भल अभ्यास होउछि निजकू प्रथमे देय दियंतु, पे योरसेल्फ फर्स्ट। माने जेमिति आय होला प्रथमे निज संपत्ति पई किछि अलगा करिदवा, संचय बा निवेश पई, तापरे जाई बाकी खर्च। एइटा गोटे श्रृंखला आणे। तेबे मोटामोटी भावे जदि देखिबा, रिच डैड पुअर डैड रो सबुठारु बड़ शिक्षा हेउछि खाली कष्ट करी काम कले हबनी, आर्थिक स्वाधीनता पई सेतिकी यथेष्ट नुहे। आर्थिक शिक्षा दरकार आउ संपत्ति तयारी करिबाकू पड़िबो। एटा मुख्य कथा ना? एकदम ठीक। आर्थिक ज्ञान ही प्रकृत शक्ति, सेइटा ही सबुठु मूल्यवान संपत्ति। देखंतु टंका तो आसीबो आउ जीवो, किंतु टंका केमिति काम करे से विषय जदि ज्ञान थिबो ताहले आपण ता उपरे नियंत्रण रखि पारिबे आउ संपद भी सृष्टि करि पारिबे। ताहले एई आलोचना शेषरे गोटिए कथा भाबिबा पई रहिला, आमे निज आर्थिक जीवन विषय निजकू केमितिक प्रश्न पचारुछु। आमे कोन सेई गरीब बापांक परी मु एहा बहन करि परिबि नाही कहि चुप ही जाउछु, ना धनी बापांक परी मु एहा किपरि बहन करि परिबि बोली पचारि नुआ रास्ता खोजुछु। कारण आमे जेउ प्रश्न पचारिबा सेटा ही बोधुए आम आर्थिक भविष्यतर दिग ठीक करिबो।